ଛମଉଜରୁ ଆସିଥିଲି ଛମଉଜ ହଁ ନା ନା ଆପୋଲୋ ହସ୍ପିଟାଲ ଆସିଥିଲି ବସ୍ରେ ଗୋଟେ କ'ଣ ବାଡ଼େଇ ହେଲା ମୁଁ ଟିକେ ଢୁଳଉଥିଲି ବସ୍ରେ କ'ଣ ବାଡ଼େଇ ହେଲା ତାପରେ ବସ୍ଟା ଅନବାଲାନ୍ସ ହେଲା ଏପଟ ସେପଟ ସମସ୍ତେ ପାଟିତୁଣ୍ଡ କଲେ ତ ଏଇ ତ ହଉ କା ଗୋଟେ ମିନିଟ୍ ଭିତରେ ବସ୍ ପୁରା ରାଇଟ୍ ହ୍ୟାଣ୍ଡ ସାଇଡ୍କୁ ମୁଡ଼ିଗଲା ଆଉ ମୁଡ଼ିଗଲା ତ ତାପରେ ଏକାଥରେ ପଡ଼ିଗଲା ପାଣିରେ ଜୋରରେ ଆଉ ସେ ହଁ ବସ୍ ବି ଥିଲା ମାନେ ସେତେ ବେଶୀ ନଥିଲା ତଥାପି ବସ୍ ଟିକେ ସ୍ପିଡ୍ ଥିଲା ଏହାର ସେ ତ ଟ୍ରାକ୍ଟର ବାଡ଼ିଲା ପରେ ତା ଗାଡ଼ି ବୋଧେ ତା ଷ୍ଟିଅରିଂ କାମ କଲାଣି ବୋଧେ ସେଇଥିପାଇଁ ସେ ପଳେଇଲା କି କ'ଣ ମୁଁ ଆଉ କହିପାରିବିନି ତାପରେ ତ ଗାଡ଼ି ହେଇଗଲା ସମସ୍ତେ ମୋର ମୁଣ୍ଡଟା ବୁଡ଼ି ନଥିଲା ବାକି ଆଉ ସବୁଆଡ଼େ ବୁଡ଼ି ଯାଇଥିଲା ହଁ ହଁ ଠିକ୍ ଅଛି କିଛି ଅସୁବିଧା ନାହିଁ ବସ୍ରେ ଆମର ତ ବସିଥିଲେ ଗୋଟେ ଟ୍ରାକ୍ଟର ମାଡ଼ ହେଲା ତାପରେ ପାଣିରୁ କିଏ ଗଡ଼ି ପଡ଼ିଲା ମୁଁ କହିପାରିବିନି ମାନେ ଗାଡ଼ି ଉଲ୍ଟା ପୁଲ୍ଟା ହେଉଥିଲା ତ ଜାଣି ହେଲାନି ବହୁତ ଲୋକ ଥିଲେ ବସିଥିଲେ ଛିଡ଼ାଇଥିଲେ ତଥାପି 100 ମୁଁ ମୋ ହଜବେଣ୍ଡ ତାଙ୍କର ବହୁତ ଜୋର ମାଡ଼ ହେଇଛି ମଥାରୁ ମାଡ଼ ହେଇଛି ଗାଲଟ ସେ ରୋଡରେ ଅଛନ୍ତି ଆଜ୍ଞା ମୁଁ ଟିକେ ମୁଁ ଏବେ ଟିକେ ଭଲ ଅଛି ଏଇ ଆମେ ଯାଇଥିଲୁ ବନ୍ଧୁ ବାସିବାକୁ ଏଇ ଗୋବଗାଁ କମଳଦା ଗୋବଗାଁ ହଁ ସେଇଠୁ ଆମେ ଆଜି ଫେରୁଥିଲୁ ହଁ ଦେଖି ବାଟରେ ଆକ୍ସିଡେଣ୍ଟ ହେଇଗଲା ହଁ ଆମେ ଏଇ 30 ନା 40 ଜଣ ଖଣ୍ଡେ ଆଜ୍ଞା ହଁ ହଠାତ୍ ସେଇ ଟ୍ରାକ୍ଟର ସାଙ୍ଗରେ କହୁଥିଲେ ତ ଧୋକା ହେଇଗଲା ଆଉ ମୁଁ ତ ଏକବାର ଲକ୍ଷ୍ୟ କରିନଥିଲି ଆଉ ମୁଁ ପଛରେ ବସିଥିଲି ଆଜ୍ଞା ଏଇ ହାତ ଆଉ ଏଇ ଦି ଜାଗା ଆଉ ନାହିଁ ହଁ ଭଲ ନା ମୋ ସାଙ୍ଗରେ ମା ଥିଲେ ସେ ବି ତାଙ୍କର ଏଇ କାନ୍ଦ ବାଜି ଯାଇଛି ଭଲ ହିଁ ସେ ଏବେ ଅଛନ୍ତି ହଁ ଗାଡ଼ି ବହୁତ ସ୍ପିଡରେ ଚଲାଉଥିଲେ